ପାପ ଜାଣିନି କି ପୁଣ୍ୟ ଜାଣିନି, ଧୂଆଁ ଖାଲି ଧୂଆଁ ସେ ନିଆଁ ଲିଭେନି, ସରେ ନାହିଁ ଲୌହ ଯନ୍ତ୍ରଣାର କୋହ, ଅମା ଅନ୍ଧାରରେ ଦିଶୁ ନାହିଁ ମୁହଁ, ମଶାଣି ଲାଗୁଛି ଦୁନିଆ, କେତେ ଦୁଃଖ ଦବୁ ଦେରେ କାଳିଆ, କେତେ ଦୁଃଖ ଦବୁ ଦେରେ କାଳିଆ, କେତେ ଦୁଃଖ ଦବୁ ଦେରେ କାଳିଆ। ଜୟ ଜଗନ୍ନାଥ। ଦେଖନ୍ତୁ ସାଙ୍ଗମାନେ, ମଣିଷର ଏମିତି ବହୁତ ସାରା ପରିସ୍ଥିତି ଆସିବ ଯେତେବେଳେ ସମସ୍ତେ ହାତ ଛାଡ଼ିଦେବେ, ନିଜକୁ ଏକା ଏକା ଫିଲ୍ ହେବ, ସେତେବେଳେ ନିଜକୁ ନିସ୍ୱ ଫିଲ୍ ହେବ। ଏ ଦୁନିଆରେ ମୋର କେହି ନାହାନ୍ତି, ମୁଁ ପୁରା ନିସ୍ୱ, ଏ ଜୀବନ ଆଉ ବଞ୍ଚିକି ଲାଭ କ'ଣ, ଜୀବନ ଆଉ ରଖିକି ଲାଭ କ'ଣ। ସେତେବେଳେ ଆପଣ ଦୁଇ ହାତ ସେଇ ଜଗାକୁ ଟେକିଦେବେ, ହେ ଜଗା ଜନ୍ମ ଦେଇଛୁ ତୁ, ତ ଏ ଜୀବନ ତୋରି ଅଧୀନରେ, ତୁ ଏକୁ କେମିତି ନେବୁ ସେଟା ତୋ ଦାୟିତ୍ୱ। ତେଣୁ ଏସବୁ ଏଥିରେ ଭାଙ୍ଗି ନ ପଡ଼ି ଆପଣ ସେ ଜଗା ଶରଣକୁ ଯାଆନ୍ତୁ। ସେ ଜଗା ହିଁ ଆପଣମାନଙ୍କୁ ବାଟ ଦେଖାଇବେ। କେବେ ନିଜ ଅମୂଲ୍ୟ ଜୀବନକୁ ହାରିବାକୁ ଚେଷ୍ଟା କରନ୍ତୁନି। ଆଉ ଗୋଟେ କଥା, ଯେତେବେଳେ ଜଣେ ମଣିଷକୁ ଏତେ ସାରା ଯନ୍ତ୍ରଣା କାହିଁକି ଜଗା ଦେଉଛି, ସେତିକି ସକ୍ଷମ, ସେତିକି ସହିବାର ଶକ୍ତି ଆପଣ ପାଖରେ ଅଛି ବୋଲି ଜଗା ଦେଉଛି। ଆପଣ ଭାବିବେନି, ହେ ଜଗା ତୁ କ'ଣ ମୋ ଭାଗ୍ୟରେ ଏମିତି ଦୁଃଖ ଲେଖିଛୁ, କ'ଣ ମୁଁ କ'ଣ ତୋ ଶତ୍ରୁ, କାହିଁକି ଏତେ ଶାସ୍ତି ଦେଉଛୁ। ସେ ଜଗା ଏହା ଆମର ପରୀକ୍ଷା ନିଏ। ଯେତେବେଳେ ଗୋଟେ କୁମ୍ଭାର ଗୋଟେ ହାଣ୍ଡିଟେ ତିଆରି କରେ, ଖାଲିରେ ହାଣ୍ଡିଟେ ତିଆରି ହୁଏନି, ସେ ତାକୁ କାଦ ଚକୁଡ଼ି ଚକୁଡ଼ି ତାକୁ ଗୋଟେ ହାଣ୍ଡିର ଆକୃତି ଦିଏ।